ମୁଁ ସୁଭଦ୍ରା ପଣ୍ଡା 10ମ ଶ୍ରେଣୀରେ ପଢ଼େ। ବାପା ଶ୍ରୀନିବାସ ପଣ୍ଡା ଆମକୁ ଛାଡ଼ି ଚାଲି ଯାଇଛନ୍ତି। ମୋ ମା ଅନ୍ନପୂର୍ଣ୍ଣା ପଣ୍ଡା ବାଲେଶ୍ୱର ରେମୁଣା ବ୍ଲକରୁ କହୁଛି। ଆଶା ଭରସାରେ ଆପଣଙ୍କୁ ଚିଠି ଲେଖୁଛି। ସାର୍, ମୁଁ ବଡ଼ ହେବା ପରେ ଜାଣିଲି ମୋତେ ମୋ ବାପା ପାଳିଛନ୍ତି। ମୁଁ 21 ଦିନର ହୋଇଥିବା ବେଳେ ମୋତେ ଆଣିପାରିଥିଲେ। ମୋର ପ୍ରକୃତ ବାପା ମା କିଏ ଜାଣିନି। ଘର ପାଖ ଲୋକଙ୍କଠାରୁ ମୁଁ ଶୁଣିଲି ଯେ ମୁଁ ଏକ ଏସ୍ସି ଜାତିର ଛୁଆ ଥିଲି। ମୋତେ ମୋ ବାପାଙ୍କ କୁଟୁମ୍ବମାନେ ତାଙ୍କ ଘରେ ପୁରେଇ ଦିଅନ୍ତି ନାହିଁ। ମୋ ବାପା ଜଣେ ଦିନ ମଜୁରିଆ। କିଛି ଦିନ ରୋଗରେ ପୀଡ଼ିତ ହୋଇ ମୁଁ 2ୟ ଶ୍ରେଣୀରେ ପଢ଼ୁଥିବା ବେଳେ ମୃତ୍ୟୁବରଣ କଲେ ଓ ମା ଦୀର୍ଘ 8 ବର୍ଷ ଧରି ପାଗଳ ଭଳି ଜୀବନ ବିତାଉଛନ୍ତି। ଏହି ପାଗଳାମୀ ଯୋଗୁଁ ଅତି ରୁଗ୍ଣ ଓ ମୋତେ ପିଟାମରା କରିବା ସହିତ ଜିନିଷପତ୍ର ଭଙ୍ଗାରୁଜା କରନ୍ତି। ପ୍ରଥମରୁ କେମିତି ବଞ୍ଚିଛି ଜାଣିନି। କରୋନାରେ ପାଠ ପଢ଼ିପାରିଲିନି। ଆପଣଙ୍କ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଚାଉଳ ଓ ମୁଁ ପାଠ ପଢ଼ିବାକୁ ଚାହେଁ। ମୋ ମାଆଙ୍କ ଚିକିତ୍ସା କରିବାକୁ ଚାହେଁ। ଦୁନିଆକୁ ଦେଖିବାକୁ ଚାହେଁ। ନିଜ ଗୋଡ଼ରେ ମୁଁ ଠିଆ ହେବାକୁ ଚାହେଁ। ରୋଗିଣା ମାଆକୁ ନେଇ ଆଉ ଲଢ଼ି ପାରୁନି ସାର୍। ମୋତେ ବଞ୍ଚାନ୍ତୁ ସାର୍। ବଞ୍ଚିବାକୁ ଚାହେଁ। ପ୍ରଣାମ ସାର୍। ମୋ ରୋଗିଣା ତ ମୁଁ 2ୟ ଶ୍ରେଣୀରେ ପଢ଼ିଲା ବେଳେ ମୋ ବାପା ଡେଥ୍ କରିଯାଇଥିଲେ। ତ ମୁଁ ସେଥିପାଇଁ ମୋର ପାଠ ପଢ଼ା ପାଇଁ ଯେହେତୁ ମାଆଙ୍କ ପାଖରେ ସକ୍ଷମ ନଥିବାରୁ ମୁଁ ସେଥିପାଇଁ ଚିଠି ଲେଖିଲି। ଇଚ୍ଛା ଅଛି ମୁଁ ଟିଚର ହେବି ବୋଲି। ମୁଁ ଯେମିତି ପଢ଼ିକି ପାଠ ପଢ଼ିକି ଯେମିତି ଟିଚର ହେବି, ମୁଁ ବି ସେମିତି ପିଲାମାନଙ୍କୁ ପଢ଼େଇବା ପାଇଁ ଚାହୁଁଛି। आमे तार समस्त जिनस जानला परे आ विषय तथ्य संग्रह करने आम जो मेकानिजम अच्छी आम डीसीपी यूनिट के लिखू तार शिक्षा देने व्यवस्था हम ताकू सरकार सहित जोगाजोग कर सरकार जोगाजोग कर सरकार व्यवस्था जहाँ हो ना कॉर्पोरेट सेक्टर लोक माने भेटी तार शिक्षा दीक्षा व्यवस्था